ଆପଣଙ୍କର ଗୋଟେ ଅଭିଯୋଗ ଥିଲା ଯେ ଆପଣଙ୍କ ଛୁଆକୁ କୋଉ ସ୍କୁଲରେ ମାଡ଼ ମରା ହେଇଥିଲା କିଛି କହିବେ ତା ବିଷୟରେ? ମାଡ଼ ଆଜ୍ଞା କ'ଣ ହେଇଛି ମାନେ 19 ତାରିଖ ଦିନ ତାଙ୍କର ପରୀକ୍ଷାର ଶେଷ ଦିନ ଥିଲା। ତ ପରୀକ୍ଷା ଶେଷ ଦିନ ସେମାନେ ତାଙ୍କର ଯେଉଁ ବାଦ୍ୟଯନ୍ତ୍ର ଅଛି ବାଦ୍ୟଯନ୍ତ୍ର ବାହାର କରିକି ସେମାନେ ଟିକେ ବଜାଇକି ନଚାଟା କରି ବାଦ୍ୟଯନ୍ତ୍ର କାଢ଼ୁଥିଲେ। ତାପରେ ତାଙ୍କ ସାଙ୍ଗମାନେ ସାଙ୍ଗରେ ତ ପେନ୍ ଆଣିକିରି କ'ଣ ନା ସାର୍ଟରେ ସେମାନେ ଅଟୋଗ୍ରାଫ ଦିଆ ନିଆ ମାନେ ଜାଗାରେ ସେମାନେ କରୁଥିଲେ। ତ ଅଟୋଗ୍ରାଫ ନେଲାବେଳେ ସାର୍ଟ ଯେତେ କଦର୍ଯ୍ୟ ହେବା ଦେଖି ତାଙ୍କର ଗୋଟେ ଗୁରୁଜୀ ରଶ୍ମି ରଞ୍ଜନ ନାୟକ ଆଉ ଇଏ ପଣ୍ଡା ସାର୍ ଜଣେ ଅଛନ୍ତି ସେ ଆସିକିରି ସୁନୀଲ ପଣ୍ଡା ସାର୍ ଆସିକି ତାକୁ ସେ ବାଦ୍ୟଯନ୍ତ୍ର ଯୋଉ ନିଶାନର ରବଡ଼ ଆଉ ତାସାର ଷ୍ଟିକ୍ରେ ତାଙ୍କୁ ମାନେ ପିଠିରେ ମାରଣ ତାପରେ ତାକୁ ମାନେ ମାରିଲେ। ତ ଯାହାଫଳରେ ଛୁଆର ମାନେ ଆଜି 4 ଦିନ ତକ ବି ତା ଦେହରେ ଦାଗ ନ ଯିବା ଦ୍ୱାରା ଆମେ ଧନୁପାଲି ସ୍ଥିତ ସଦର ଥାନାରେ ତାର ଅଭିଯୋଗ ଆମେ ଆପଣ କେମିତି ଜାଣିଲେ ଯେ ଆପଣ ଛୁଆକୁ ମାଡ଼ ହେଲା ବୋଲି? ମାଡ଼ ହେଲା ସେଦିନ ତାର ପରୀକ୍ଷାର ଶେଷ ଦିନ ହେଲା ତାକୁ ଆମେ ଘରକୁ ଆଣିବା ଲାଗି ସେଦିନ ଆମେ ଘରକୁ ଯାଇଥିଲୁ ସେଦିନ ଆମେ ଆଣିଲୁ ବୋଲି ସେ ଜିନିଷ ଆଜ୍ଞା ପଦାକୁ ଆସିଲା। ତା ଆଗରୁ ଆଜ୍ଞା ବହୁତ ଜିନିଷ ବି ଜିନିଷ ମାନେ ଆଗରୁ ହେଇଆସିଲା ଯୋଉଟାକି ଛୁଆ ଆମକୁ ଏ ବାବଦରେ କହୁଥିଲା। ଲେକିନ ଆମେ କହୁଥିଲୁ ନାଇଁ ତମ ସ୍କୁଲରେ ବାବୁ ପାଠ ଗୁରୁଜୀ ଇଏ କଲେ ସେ କଲେ କଥାକୁ ଆମେ ଛୁଆର କଥାଟାକୁ ଆମେ ଅନୁପାତ କରି ସେ ଜିନିଷକୁ ଆମେ ଧ୍ୟାନ ଦେଉଛୁ। ଯୋଉ ଜିନିଷ ଆଜି ସେ ମାଡ଼ ଖାଇଲା ଘରକୁ ଆସିବା ଦ୍ୱାରା ଜିନିଷ ଆଜି ଆଜ୍ଞା ପଦାକୁ ଆସିଲା ଆମେ ଜାଣିପାରିଲୁ। ନହେଲେ ଏ ଜିନିଷ ଆଗରୁ ଛୁଆ ଏଇ ଜିନିଷ ଆମକୁ ଆଗରୁ ବହୁତ ଥର ଅଭିଯୋଗ ଏ ବାବଦରେ ପ୍ରିନ୍ସିପାଲକୁ ଜଣେଇଲେ? ପ୍ରିନ୍ସିପାଲକୁ ଜଣେଇବା ଦ୍ୱାରା ସେ ଜିନିଷ ମାନେ ସେ ଟିକେ କଥା ପଦାକୁ ନ ଆଣିବା ପାଇଁ କହିଲେ ସେ ଜିନିଷ ଆମର ଭୁଲ ହେଇଛି ଇଏ ହେଇଛି ସେ କହିଲେ। କିନ୍ତୁ ମୁଁ ସେ ଜିନିଷ ଟିକେ ମାନେ ଚୁପଚାପ ରହିଲି। ଲେକିନ ଦେଖିଲି 2 ଦିନ ପରେ ଯେତେବେଳେ ମୋ ଛୁଆର କଷ୍ଟକୁ ଦେଖିକି ତାର ମାନେ ଦେହର ପୀଡ଼ାକୁ ଦେଖି ସମ୍ଭାଳି ନ ପାରି ମୋ ସମସ୍ତଙ୍କର ପରିବାରର ଅନୁମତିରେ ମୁଁ ଥାନାରେ ଆପଣଙ୍କ ଖାଲି ଛୁଆ ନୁହଁ ଆମେ ତ କହିବୁ ଏଠି ମାନବାଧିକାର ଉଲ୍ଲଂଘନ କରାଯାଇଛି ଯୋଉଠି ଛୁଆକୁ ମାଡ଼ ମାରିବା ପାଇଁ କୋଉଠି ବି ନିର୍ଦ୍ଦେଶ କିଛି ନାହିଁ। ତାକୁ ଜାଣି ଶୁଣି କିଛି ଆକ୍ରୋଶମୂଳକ ଭାବରେ ମାଡ଼ ମାରି ଥାଇପାରନ୍ତି ଅଲଗା କିଛି କାରଣ ଥାଇପାରେ। ତ ଆପଣ ଖାଲି ଥାନାରେ ଏଫଆଇଆର ଦେଇକି ରହିଯାଇଛନ୍ତି। ଆମେ ଏଇ ସମ୍ବନ୍ଧୀୟ ଆମେ ଯେତେବେଳେ ଜାଣିଲୁ ଆମେ ଏଇ ସମ୍ବନ୍ଧୀୟ ମାମଲା ରାଜ୍ୟ ମାନବାଧିକାର କମିଶନରେ ଦାଖଲ କରିଛୁ ଏବଂ ଏଠି ଅଭିଯୁକ୍ତ ସ୍କୁଲ ଟିଚରଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ତାଙ୍କୁ ସେ ସ୍କୁଲରୁ ବହିଷ୍କାର କରିବା ଏବଂ ଭିକ୍ଟିମକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆମେ ଦାବି କରୁଛୁ। ଏହି ସମ୍ବନ୍ଧୀୟ ମାମଲା ମଧ୍ୟ ଆମେ ରାଜ୍ୟ ସରକାର କେନ୍ଦ୍ର ସରକାରର ବିଭିନ୍ନ ଅଦାଲତରେ ଦାଖଲ କରିବୁ। ଆମେ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ପ୍ରିନ୍ସିପାଲ ତାଙ୍କ ଫୋନକୁ ଉଠାଇ ନଥିଲେ। ଆପଣ ଆଗକୁ ଆଉ କଣ କରିବା ପାଇଁ ଚାହୁଁଛନ୍ତି? ଆଗକୁ ଆଜ୍ଞା ମୁଁ ତ ଚାହୁଁଛି ଆଜି ମୋ ଛୁଆ ଯୋଉ ଜିନିଷର ପୀଡ଼ିତ ନ ହେଲେ ସେ ଗୁରୁଜୀ ଆଉ ସ୍କୁଲକୁ ତାଙ୍କୁ ଉଚିତ ମାନେ ଦଣ୍ଡ ଦିଆଯାଉ ଯାହା କରୁ ନା କାଲି ଆଉ କୌଣସି ଛୁଆ এই ଜିନିଷର ଦଣ୍ଡର ଶିକାର ନ ଆପଣ ହଉ। ଯୋଉ ସ୍କୁଲରେ ପଢଉଛନ୍ତି ସେ ସ୍କୁଲର ନାଁ? ସେ ସ୍କୁଲ ନାଁ ହେଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆବାସିକ ଫଟାବାହାଲ ସମ୍ବଲପୁର। ଆଜ୍ଞା ଇଏ ଥିଲେ ଶରତ ନାୟକ ସମ୍ବଲପୁର ଶରତ ଲେଙ୍କା ଯିଏ କି ହୀରାକୁଦର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆବାସିକ ସ୍କୁଲରେ ତାଙ୍କର 13 ବର୍ଷର ପୁଅକୁ ପାଠ ପଢାଉଥିଲେ ଏବଂ କିଛି କାରଣ ନଥାଇ ମଧ୍ୟ ଅଟୋଗ୍ରାଫକୁ କେନ୍ଦ୍ର କରି 2 ଜଣ ଶିକ୍ଷକ ତାଙ୍କୁ କିଭଳି ଅମାନସିକ ଭାବରେ ମାଡ଼ ମାରିଥିଲେ ତାହା ତ ଆପଣ ମାନେ ଦେଖି ନିଅନ୍ତୁ। ଏଇ ହଉଛି ଆହା ଧନ୍ୟ କଳି ଯୁଗ ମଣିଷ ୟାଙ୍କୁ କହିବ କିସ ଆଖିରୁ ଝରାନ୍ତି ଲୁହ ସେ ଦେଖି ଅନ୍ୟର ହସ ପର ସୁଖ ସିରି ଦେଖିଲେ ଜମା ଦେହ ସହୁନି ଅଭାବୀ ଲୋକଙ୍କୁ ଦେବାକୁ ତାଙ୍କ ହାତ ଯାଉନି କଳି ଯୁଗ କଳା ମାଷ୍ଟର ଆସ ଚଢିଣ ଘୋଡ଼ା ଏ ଧର୍ମ ଛଡ଼ାଙ୍କୁ ଦିଅ ହେ ଗୋଟେ ବ୍ରହ୍ମ ଚାପୁଡ଼ା।